ମ୍ୟାରେଜ କରିବି ନାହିଁ ମୋ ଭାଇ ମାନଙ୍କ ମୋ ପାଖରେ ମୁଁ ରହିବି। ମୋ ଭାଇ ମୋ ଜୀବନ। ଆଜି ବି ମୋ ଭାଇ ଯେତିକି ଟଙ୍କା ସବୁ ବି ମୋ ହାତକୁ ଦିଏ। ସବୁ ଲକ୍ଷ ଲକ୍ଷ ଯେତିକି ହେଇଛି ସବୁ ମତେ ଦିଏ। ତାର ସବୁବେଳେ ଶୁଖୁଆ ପୋଡ଼ା ପଖାଳ ଭାତ ସେ ଏବେ ଯାତ୍ରାରୁ ଆସିଲା ବେଳକୁ ମୁଁ ଗେଟ୍ ଖୋଲିକି ଆଗେ ରୋଷେଇ କରିକି ତାକୁ ଦେଇ ସାରିବୁନି। ଯଦି ସା ପେଟ ନ ପଡୁଥିବ ମତେ ଭଲ ଲାଗିବନି। ଏତେ କଷ୍ଟ ହଉଥିବ ନିଦରେ ଉଠିଥିବି। ଭାଉଜ କେତେ ପସନ୍ଦ ନା ନାହିଁ ପସନ୍ଦ ନୁହଁ? ମୋ ଭାଉଜ ବହୁତ ଭଲ। ମୋର ଦିଟା ଭାଇ, ଗୋଟେ ଜଗା ଗୋଟେ ବଳିଆ। ସେ ବହୁତ ଭଲ ମୋ ପାଇଁ। ଆଚ୍ଛା, କଣ ଏମିତି ଭାଉଜଙ୍କର ଭଲ ଗୁଣ ଦେଖିଲେ? ମୋ ଭାଉଜ ସବୁଥିରେ ଭଲ। ମୋ ବାପା ମା ସେବା ସବୁ କରୁଛନ୍ତି। ସବୁ କରୁଛନ୍ତି। ଭାଉଜ ଆସିଲା ପରେ ଭାଇମାନେ ଟିକେ ବଦଳି ଯାଆନ୍ତି। ମୋ ଭାଇ ସେମିତି ନୁହନ୍ତି। ଆଜି ବି ମୋ ଭାଇ ଯେତିକି ଟଙ୍କା ସବୁ ବି ମୋ ହାତକୁ ଦିଏ। ଆପଣଙ୍କ ହାତକୁ ଦିଏ? ସବୁ ଲକ୍ଷ ଲକ୍ଷ ଯେତିକି ହେଇଛି ସବୁ ମତେ ଦିଏ। ମୁଁ ତାଙ୍କ ଟଙ୍କାରେ କିଛି କରେନି। ମତେ କହ ନାନୀ ତୁ ଯାହା ଖର୍ଚ୍ଚ କର। ମୋ ଭାଇ ମୋ ଜୀବନ। ମୁଁ ଭଗବାନଙ୍କୁ ଡାକୁଛି ମୋ ଭାଇ ଦିଜଣଙ୍କୁ ଭଗବାନ ସବୁବେଳେ ଭଲରେ ରଖନ୍ତୁ। ଝିଅ ହିସାବରେ ରଶ୍ମି କେମିତି କଣ? ବହୁତ ଭଲ। ଭଲ। ଆପଣ ଚଏସ୍ କରିଛନ୍ତି ନା ଭାଇ ଚଏସ୍ କଲେ? ମୋ ଭାଇ ଚଏସ୍। ମୋ ଭାଇ ଖୁସି ଆମେ ଖୁସି। କେମିତି ଜାଣିଲେ ଭାଇ ଭାଉଜଙ୍କ ବିଷୟରେ? ମୋ ଭାଇ ଯେତେବେଳେ ଫାଷ୍ଟ ଭଲ ପାଇଲା ମତେ ଆସିକି କହିଥିଲା। କଣ କହିଲେ? କହିଲା ନାନୀ ମୁଁ ମ୍ୟାରେଜ କରିବି। ତୁ କଣ କହୁଛୁ? ତୁ ଯୋଉଥର ଖୁସି। କହିଲା ଫଟୋ ଦେଖ। ତୋର ତ ପସନ୍ଦ ଆମକୁ କାହିଁ କହୁଛୁ? ଡାଇରେକ୍ଟ ଏମିତି କହିଲେ? ମୁଁ ଡାଇରେକ୍ଟ, କାରଣ ମୋ ଭାଇ ଖୁସିରେ ମୁଁ ଖୁସି। ଭାଇ ଆମେ ଦେଖୁଛୁ ଆପଣଙ୍କ ଆଖିରେ ଟିକେ ଲୁହ ବି ଆସିଗଲାଣି। ତ ଇଏ ଖୁସିର ଲୁହ ନା ଦୁଃଖର ଲୁହ? ହେଲେ ମୋ ଖୁସିରେ ଲୁହ, କାରଣ ମୋ ଭାଇକି କେତେ ଦୁନିଆ ସାରା ସବୁ ଚିହ୍ନିଛନ୍ତି। ଆଚ୍ଛା, କ୍ଷିତି ସାହି କେତେ ଭାଇ କେତେ ଭଉଣୀ? ମୋର 3 ଭଉଣୀ 2 ଭାଇ। ମୋ 2 ଭାଇ ହେଲେ ସାନ, ଆମେ 3 ଭଉଣୀ ବଡ଼। ଆଚ୍ଛା, ମୁଁ ମଝିଆ। ମୁଁ ମ୍ୟାରେଜ କରିନି। ମ୍ୟାରେଜ କରିନାହାନ୍ତି? ଆପଣ କେବେ କରିବେ ମ୍ୟାରେଜ? ମ୍ୟାରେଜ କରିବି ନାହିଁ। କାହିଁକି? ମୋ ଭାଇ ମାନଙ୍କ ମୋ ପାଖରେ ମୁଁ ରହିବି। ମାନେ ଭାଇ ନ ବାହା ହେଲେ ଯାଇ ଆପଣ? ନା ନା, ମୁଁ ସେମିତି ରହିଲି। ବାହା ହେଇତେ ମୁଁ ପସନ୍ଦ କରେନି। ବୋକା। ଓକେ, ଭାଉଜ ଆଉ ଭାଇଙ୍କ ପାଇଁକା କଣ ଆଶୀର୍ବାଦ ଦେବେ ତାଙ୍କୁ? ମୋ ଭଗବାନ ଡାକୁ ସବୁବେଳେ ମୋ ଭାଇ 2ଟା ଭାଇ ମୋର, ମୋ ଭାଇ 2 ଜଣ ସବୁବେଳେ ଭଲରେ ରୁହନ୍ତୁ। ତାକୁ ଭଗବାନ ଜଗନ୍ନାଥ ଠାକୁରଙ୍କୁ ଡାକୁଛି ସେ ସବୁବେଳେ ତାଙ୍କୁ ଖୁସିରେ ରଖନ୍ତୁ। ମୋ ଆୟୁଷ ନେଇକି ମୋ ଭାଇ 2 ଜଣଙ୍କୁ ଦେଇଦିଅନ୍ତୁ। ଆଚ୍ଛା, ଆମେ ତ କ୍ଷିତି ସାହିକି ଜାଣିଛୁ। ତାଙ୍କ ମାନେ ବଡ଼ ଭାଇଙ୍କ ନାଁ କଣ? ବଡ଼ ଭାଇ ନା ପପୁ, ଆ ନା ବିଟୁ, ଆଉ ତା ପୁରା ନା ଯଶମନ୍ତ, ଆ ନା କ୍ଷିତିଶ। ଆଚ୍ଛା, ଆଉ ଭଉଣୀ ମାନଙ୍କ ନାଁ କଣ? ଭଉଣୀ ବଡ଼ ଭଉଣୀ ନା ହଉଛି ଝୁନା, ମୋ ନା ରିନୁ, ସାନ ଭଉଣୀ ନା ମିକିନି, ରଶ୍ମିତା, ସସ୍ମିତା, ଅନିତା। ଆଚ୍ଛା, ତମ 3 ଭଉଣୀଙ୍କ ଭିତରୁ ନଣନ୍ଦ ପୁଟୁଳିଟା କେଉଁ ଭଉଣୀ ନେଲେ? ଆମେ 3 ଭଉଣୀକି 3ଟା ନଣନ୍ଦ ପଟୁଳି ଦେଇଛି ମୋ ଭାଉଜ। ହଁ, କେତେ ଲେଖା ନଣନ୍ଦ ପୁଟୁଳି ସବୁ ମାଲ? ଗୋଟେ ଗୋଟେ ସୁନା ଜିନିଷ ଦେଇଛି। ସୁନା ଜିନିଷ? ଗୋଟେ ସୁନା ଜିନିଷ ଆସିଲା ମୋର, ମୁଁ କହିଲି ଏଟା ତ ମୁଁ କଣ କରିବି। ମତେ 2ଟା ସୁନା ଚୁଡ଼ି ବି ଦେଇଛି। ସବୁ ଦେଇଛି। କହିଲା ସବୁ ତ ତୋର, ତୁ ମୁଁ କଣ କରିବି। ସବୁଠୁ ଅଧିକ କିଏ ନେଇଛି? ମଝିଆ, ସାନ, ବଡ଼? ମୁଁ ଟିକେ ଅଧିକ ନେଇଛି ଆଉ ସମସ୍ତଙ୍କୁ ଦେଇଛି, ମତେ ଟିକେ ଅଧିକା ଦେଇଛି ଆଉ। ଆଚ୍ଛା, ଭାଉଜଙ୍କୁ ସେତିକି ଭଲ ପାଇବା ମିଳିବ ନା ନାହିଁ? ମୋ ଭାଉଜ ସବୁ ମିଳିବ। ମୋ ଭାଉଜକୁ ତ ମୁଁ କହିଲି ତୁ 4 ଦିନ ଗଲେ ବି ତୁ ସ୍କୁଟି ଧରିକି ବୁଲ, କିଛି ହବନି। କହିଲା କେହି କିଛି କହିବେନି। ମୁଁ ନା, ଲୋକଙ୍କ କଥାରେ କଣ ଅଛି? ଆମେ ତ କହୁଛୁ ନା, ଲୋକ ଆମର କିଛି କରିପାରିବେନି। ଆଚ୍ଛା, ନଣନ୍ଦ ଭାଉଜ ତାହେଲେ ପୁରା ସାଙ୍ଗ ନାଇଁ? ବହୁତ ସାଙ୍ଗ। ତାର ସବୁବେଳେ ଶୁଖୁଆ ପୋଡ଼ା ପଖାଳ ଭାତ ସେ ଏବେ ଯାତ୍ରାରୁ ଆସିଲା ବେଳକୁ ମୁଁ ଗେଟ୍ ଖୋଲିକି ଆଗେ ରୋଷେଇ କରିକି ତାକୁ ଦେଇ ସାରିବୁନି। ଯଦି ସା ପେଟ ନ ପଡୁଥିବ ମତେ ଭଲ ଲାଗିବନି। ଏତେ କଷ୍ଟ ହଉଥିବ ନିଦରେ ଉଠିଥିବି। ହେଲେ ମୁଁ ତାକୁ ଖାଇତେ ଦିଏ। ତା ପେଟ ପୁରିବନି, ମୋ ପେଟ ପୁରିବ। ଆଚ୍ଛା, ରାକ୍ଷୀ ପୂର୍ଣ୍ଣିମାରେ କ୍ଷିତି ସାହି ଗୋଟେ ବେଶୀ ଆମାଉଣ୍ଟର ଗିଫ୍ଟ ଦେଇଥିବେ। କଣ ଏମିତି ଗୋଟେ ବଡ଼ ଗିଫ୍ଟ ଦେଇଥିବେ? ମତେ ରାକ୍ଷୀ ପୂର୍ଣ୍ଣିମାର ଗିଫ୍ଟ ତ ମୋ ଭାଇ, ଆଉ କଣ ଦରକାର? ଗିଫ୍ଟ କିଛି ମାଗନ୍ତିନି? କାହିଁକି? ମୋ ଭାଇକି ଠାକୁର ଲାଗେ ଭଲରେ ଥାଏ, ମୁଁ କାହିଁ ଗିଫ୍ଟ ମାଗି? ସେ ତ ମୋ ଗିଫ୍ଟ, ମତେ ସବୁ ଦିଅନ୍ତି ଯେ। ଆଚ୍ଛା, ଏଥର କିନ୍ତୁ ଭାଉଜ ଆସିଗଲେଣି ଯେ। ଆସନ୍ତୁ, କିଛି ହବନି। ଆଉ ମିଳିବନି? ସବୁ ମିଳିବ। ମତେ କିଛି ନ ମିଳୁ, ମୋ ଭାଇ ମାନେ ମତେ ଭଲ ପାଇବା ଖାଲି ଦିଅନ୍ତୁ, ଆଉ କିଛି ଦରକାର ନାହିଁ। ଭାଗ ହବ ଭାଉଜ ବା? ନେଇଯାଉ, ସବୁ ନେଇଯାଉ, କିଛି କେବଳ ଭାଇ ତମକୁ ଦରକାର? ମୋ ଭାଇ ଭାଉଜ, ମୋ 2ଟା ଭାଇ 2ଟା ଭାଉଜ ଭଲରେ ଥାଆନ୍ତୁ। ମୋ ବାପା ମାଙ୍କୁ ଭଲରେ ରଖନ୍ତୁ। କାହିଁକି ମାନେ ଆଖିରେ କାହିଁକି ଲୁହ ଆସୁଛି ଆପଣଙ୍କର? ମୋ ଭାଇ ବାହାଘର ଯେତେବେଳେ ବହୁତ ଧୁମଧାମ ବି ହଉଛି, ଖୁସି। ଏଇଟା ଖୁସିର ଲୁହ ଆମେ କହିବୁ। ମୋ ମାଙ୍କ ଦେହଟା ଟିକେ ଭଲ ନାହିଁ, ଖୁସି ଆଉ। ମାଙ୍କୁ ନେଇକି ଗୋଟେ ଆଜି ସମସ୍ତେ ଅଛନ୍ତି, କିନ୍ତୁ ମାଙ୍କ ଦେହ ଖରାପ, ସିଏ ଘରେ ଅଛନ୍ତି। ଆସିପାରିଲାନି, ତା ହାତଟା ଫୁଲି ଯାଇଛି। କହୁଛି ନାନୀ ବୋଉ ଦେହ ଖରାପ ହେଇଗଲା, ଆସିପାରିବନି। କ୍ୟାମେରା ବାଲାକୁ ନେଇକି ଯାଇ ଫଟୋ ଉଠେଇବୁ। କହିଲି ହଉ, ନେଇଯିବି। ଆଚ୍ଛା, ଘରକୁ ଏଇନେ ଗଲେ ତାହେଲେ ବୋହୁ ମାଙ୍କ ହାତ ପୁରସା ଖାଇବେ ନା? ହଁ।
ବୋଉ ଆମ ଜୀବନ। ତା ଦେହଟା ବହୁତ ସିରିୟସ୍ ହେଇଗଲା ନା, ମୁଁ ଭଲ ବି ଲାଗୁନି। ଏ ବାହାଘର କ'ଣ ମାଙ୍କ ପାଇଁ ଜଲ୍ଦି କରାଗଲା ନା କ'ଣ? ହଁ, ଆମର ଫେବୃଆରୀରେ ଠିକ୍ ହେଇଥିଲା। କେବଳ ମୋ ମାଙ୍କ ପାଇଁ, ମୋ ଭାଇ, ମୋ ବୋଉ ଖୁସି ପାଇଁ ମୋ ଭାଇ ଏମିତି ଆରେଞ୍ଜମେଣ୍ଟ କରିଛି। ବହୁତ ଖୁସି ଲାଗୁଛି। ବହୁତ ଲୋକ ଆସିଲେ, ମୋ ଭାଇ କେତେ ଆଶୀର୍ବାଦ ଦେଲେ। ବହୁତ ଭଲ। ଆମ ଗାଁରେ ଚାରି ପାଖରେ ବହୁତ ଭଲରେ ବି ହେଇଛି। ମୋ ଭାଇ ଗୋଟେ କଳାକାର ହେଇଗଲା, ସେଥିପାଇଁ ମନ ଖୁସି। ଦିଦି ସେ ବି ଷ୍ଟେଜ୍ ଉପରେ ମାଙ୍କୁ ମନେ ପକେଇକି ଆଖିରେ ଲୁହ ଆସିଥିଲା ତାଙ୍କର। ସବୁବେଳେ ତାର ଲୁହ। ସେ ମାଆକୁ ବହୁତ ଭଲ ପାଏ। ତା ଧୈର୍ଯ୍ୟ ନାହିଁ। ସବୁବେଳେ କହିବେ ଫୋନ୍ ନାନୀ ବୋଉ ଭଲ ଅଛି। ମୁଁ ଭଲ ଥିଲେ ବି ମୁଁ କୁହେ ହଁ ଭଲ ଅଛି, ତୁ ବ୍ୟସ୍ତ ନା, ମୁଁ ଅଛି। ପ୍ରକୃତରେ ମାନେ ପୁଅଟିଏ କେତେ କଷ୍ଟରେ ନିଜ ରୋଜଗାର କରିଥାଏ, ସବୁ କିଛି ସହିବାକୁ ପଡ଼ିଥାଏ ନାଇଁ କି? ଏଇ ଖୁସି ସମୟରେ ମୋ ବୋଉ ଦେହ ଖରାପ ହେଇଗଲା। ନହେଲେ ସେ ଭାରି ଭଲ ପାଏ। ବାପା ମା ଭାଇ ଭଉଣୀ କ'ଣ ହେଇଗଲେ ମୋ ଭାଇ ସହିପାରିବେନି। ଦି ଭାଇ ବହୁତ ଭଲ। ବୋଉ ମାନେ ଆକ୍ଚୁଆଲି ହେଇଛି କ'ଣ ମାଉସୀଙ୍କର? କହିହବନି, ସିକ୍ରେଟ ଅଛି। କହିଲେ ଜାଣିଦେବ ମୋ ବୋଉ ମିଳି ଦେଖିକି। ମନ କହୁଛି କିଛି ନୂଆ କରିବା ପାଇଁ, ହେଲେ ପାଖରେ ସମ୍ବଳ ନାହିଁ। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ମଧୁଲିକା ଏଣ୍ଟରପ୍ରାଇଜେସ୍ ଏବେ ବୁଝିବ ଆପଣଙ୍କ ମନ କଥା। କ୍ଷୁଦ୍ର ଶିଳ୍ପ ଠାରୁ ନେଇ ମଧ୍ୟମ ଶିଳ୍ପ ପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦେବ ସମସ୍ତ ପ୍ରକାର ମେସିନ ଓ ର ମ୍ୟାଟେରିଆଲ, ଯାହାକୁ ନେଇ ଆପଣ ସହଜରେ ଆରମ୍ଭ କରିପାରିବେ ନୂଆ ଏକ ବ୍ୟବସାୟ। ଅଧିକ ଜାଣିବା ପାଇଁ ଆଜି ହିଁ କଲ୍ କରନ୍ତୁ।